ଚାଷୀଙ୍କ ପାଇଁ ଆସିଗଲା ଖୁସି ଖବର। ପିଏମ୍ କିଷାନର 21ତମ କିସ୍ତିର ଦୀପାବଳିରେ ଆସିବ ଚାଷୀଙ୍କ ଆକାଉଣ୍ଟକୁ 2000 ଟଙ୍କା। ଏବେ ଏହାକୁ ନେଇ ସରକାର ଜାରି କଲା ଆଉ ଏକ ବଡ଼ ଘୋଷଣା, ଯାହା ଆମେ ଭିଡ଼ିଓରେ ଜାଣିବା। ଯଦି ଆପଣ ବି 20ତମ କିସ୍ତିରେ 2000 ଟଙ୍କା ପାଇଛନ୍ତି, ତେବେ ନିହାତି ଚାହିଁ ବସିଥିବେ 21ତମ କିସ୍ତିର ଟଙ୍କାକୁ ନେଇ। ଏହି ମଧ୍ୟ ଜାରି ହେଲା ଆଉ ଏକ ନୂଆ ଅପଡେଟ୍। ଏବେ ଆମେ ଭିଡ଼ିଓରେ ଜାଣିବା। ହେଲେ ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସମଗ୍ର ରାଜ୍ୟରେ 80 ଲକ୍ଷରୁ ଅଧିକ ଚାଷୀ ଅଛନ୍ତି, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ଲାଭ ଦିଆଯାଏ। ଅର୍ଥାତ୍ ପ୍ରତିବର୍ଷ ଏହି ଚାଷୀଙ୍କ ଆକାଉଣ୍ଟକୁ 6000 ଟଙ୍କା ପଠାଯାଏ। ସେହି ସମୟରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରେ ଆଲୋଚନା ଚାଲିଛି ଯେ ଏଥର କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 21ତମ କିସ୍ତି କେବେ ଜାରି କରିବେ। ଅର୍ଥାତ୍ ଚାଷୀଙ୍କ ଆକାଉଣ୍ଟରେ 2000 ଟଙ୍କା କେବେ ଆସିବ। ତେବେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଗତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଅଗଷ୍ଟରେ ଟଙ୍କା ସଂସଦୀୟ କ୍ଷେତ୍ର ବାରାଣସୀରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ 2000 ଟଙ୍କା ପଠାଇଥିଲେ। ତେବେ କେବଳ ମଧ୍ୟ ପ୍ରଦେଶରେ 83 ଲକ୍ଷରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 20ତମ କିସ୍ତିର ଲାଭ ପାଇଛନ୍ତି। କିନ୍ତୁ ଏବେ ଚାଷୀଙ୍କ ନଜର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 21ତମ କିସ୍ତିର ଟଙ୍କାରେ ଅଛି। ତେବେ ମିଳୁଥିବା ସୂଚନା ଅନୁସାରେ ଆକଳନ କରାଉଛି ଯେ ଏଥର କେନ୍ଦ୍ର ସରକାର ଦୀପାବଳିର ପୂର୍ବରୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର 21ତମ କିସ୍ତି ଜାରି କରିପାରିବେ। ତେଣୁ ଆଶା କରାଯାଉଛି ଅକ୍ଟୋବର ମାସରେ ହିଁ ଚାଷୀଙ୍କ ଆକାଉଣ୍ଟରେ 2000 ଟଙ୍କା ଜମା ହୋଇପାରେ। ଆପଣ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି ତାହା ନିହାତି କମେଣ୍ଟ କରି ଜଣାନ୍ତୁ। ତ ଫ୍ରେଣ୍ଡସ୍, ଇଏ ହେଉଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଆପଣଙ୍କୁ ଅପଡେଟ୍ଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।